नमस्कार मु गगन कुमार खबर बारिपदार विश्व बाल श्रम निषेध दिवस अवसर में मयूरभंज जिला सदर महकुमा बारिपदा ठारे मंगलवार दिन शिशु श्रम निराकरण और सचेतनता रथ एवं जनसचेतनता रैली शुभारंभ होईछि। विभागीय श्रम आयुक्त मयूरभंज पक्षर आयोजित यह जनसचेतना रैली बारिपदा स्थित जिलापाल कार्यालय प्रांगण आरंभ हो नगर परिक्रमा करथिला। ଏହି ରାଲିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଏହି ରାଲି ଏବଂ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରୁ ତଥା ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଜିଲ୍ଲା ସ୍ତରରେ ସଚେତନତା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଚନ୍ଦ୍ରକା ସୂଚନା ଦେଇଥିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ଶିଶୁ ଶ୍ରମିକ ସଂଖ୍ୟା ଏବଂ ଆଗକୁ ଏହି ସଂଖ୍ୟାକୁ ଶୂନ କରାଯିବା ସହିତ ଶିଶୁମାନଙ୍କ ମାନସିକ ଏବଂ ଶାରୀରିକ ଅଗ୍ରଗତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଆଜି ଏହି ସଚେତନତା ରଥ ମାଧ୍ୟମରେ ଏବଂ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ନାଗରିକମାନଙ୍କୁ ସଚେତନତା କରାଇବା ସହିତ ଏହି ଘୂର୍ଣ୍ଣୀୟ କୁପ୍ରଥାକୁ ବିମୋଚନ କରିବା ଆମର ଲକ୍ଷ୍ୟ ଏବଂ ଜିଲ୍ଲା ପ୍ରଶାସନ ଏଥିପାଇଁ ସଦାସର୍ବଦା କାର୍ଯ୍ୟରତ ବୋଲି କହିଥିଲେ। ଇତ୍ୟବସରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହାମାନସିଂ କହିଥିଲେ ଯେ 14 ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଏକ ଦଣ୍ଡନୀୟ ଅପରାଧ ଏବଂ ଶିଶୁ ଶ୍ରମ ଅଧିନିୟମ 1986 ଅନୁସାରେ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି। ଏଣୁ ସମସ୍ତେ ସଚେତନ ହୋଇ ଏହାକୁ ରୋକାଯିବ ଏବଂ ସୁସ୍ଥ ସମାଜ ଗଠିତ ହୋଇପାରିବ ବୋଲି ସେ ନିଜ ମତରେ ପ୍ରକାଶ କରିଥିଲେ। ସେହିଭଳି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟ ମୟୂରଭଞ୍ଜ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଟେବୁଲ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ ପରିଚାଳନା କରିଥିଲେ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ବିଡିଓ ତହସିଲଦାର ଅଗ୍ନିଶମ ଓଡ୍ରାଫ୍ ଅଧିକାରୀ ଉପସ୍ଥିତ ରହି ବନ୍ୟା ବାତ୍ୟା ଏବଂ ସାଇକ୍ଲୋନ ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ଏବଂ ପରପରି ପ୍ରସ୍ତୁତ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ସୁନୀଲ କୁମାର ସାହୁ ଡେପୁଟି ଜେନେରାଲ ମ୍ୟାନେଜର ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଠକରେ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରକାର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରଜନୀକାନ୍ତ ସ୍ୱାଇଁ ଜିଲ୍ଲାରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ ରହିବା ତଥା ଏହାର ସମ୍ପୂର୍ଣ୍ଣ ଆନୁଷଙ୍ଗିକ ବ୍ୟବସ୍ଥାକୁ ପରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାର ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେବେ ଏବଂ ନୋଡାଲ ଅଫିସରମାନେ ତତ୍ପରତା ସହିତ କାର୍ଯ୍ୟ କରିବେ ବୋଲି ଅଧିକାରୀମାନେ କହିଥିଲେ। ଏହି ମକ୍ ଡ୍ରିଲ୍ ଏବଂ ଟେବୁଲ ଟପ୍ ପ୍ରୟୋଗ ପାଇଁ ସମସ୍ତଙ୍କ ସହଯୋଗ ତଥା ଜନପ୍ରତିନିଧି ସିଭିଲ ସୋସାଇଟି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଅଧିକାରୀଗଣ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ କି କାଲିଠାରୁ ଜିଲ୍ଲାର ସମସ୍ତ ବ୍ଲକ ସ୍ତରର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ଲକ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଟେବୁଲ ଟପ୍ ଏକ୍ସରସାଇଜ୍ ଆୟୋଜିତ ହୋଇଯାଇଛି। ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, जनता एक्सप्रेस। नमस्कार।